ଜଙ୍ଗଲ ମଝିରେ ଥିଲା ଗୋଟିଏ ଉଚ୍ଚ ବରଗଛ। ସେହି ଗଛରେ ଗୋଟିଏ ପକ୍ଷୀ ଦମ୍ପତି ରହୁଥିଲେ, ମା ପକ୍ଷୀ ଓ ବାପା ପକ୍ଷୀ। ସେମାନେ ତାଙ୍କ ବସାରେ 3ଟି ଅଣ୍ଡା ରଖିଥିଲେ। କିଛି ଦିନ ଗଲା ପରେ ଅଣ୍ଡାରୁ ଛୋଟ ଛୋଟ ପକ୍ଷୀ ଜନ୍ମ ନେଲେ। ପକ୍ଷୀ ଦମ୍ପତି ସେମାନଙ୍କୁ ବହୁତ ଆଦରରେ ଲାଳନ ପାଳନ କଲେ। କିନ୍ତୁ ସେହି ବରଗଛ ତଳେ ଗୋଟିଏ ଦୁଷ୍ଟ ସାପ ରହୁଥିଲା। ଗୋଟିଏ ଦିନ ଯେତେବେଳେ ମା ପକ୍ଷୀ ଖାଦ୍ୟ ଖୋଜିବାକୁ ବାହାରକୁ ବାହାରିଲା ଓ ବାପା ପକ୍ଷୀ ନଦୀ ପାଖକୁ ଗଲେ, ସେତେବେଳେ ସାପ ଗଛରେ ଚଢ଼ି ପକ୍ଷୀ ବସାକୁ ପହଞ୍ଚି ଆସିଲା। ସେ ଛୋଟ ଛୋଟ ପକ୍ଷୀ ଛୁଆମାନଙ୍କୁ ଦେଖି ତା ମୁହଁରେ ପାଣି ଆସିଲା। ସେ ଧୀରେ ଧୀରେ ପକ୍ଷୀ ବସା ଭିତରକୁ ପହଞ୍ଚି ଆସିଲା ଆଉ ସେ ପକ୍ଷୀ ଛୁଆମାନଙ୍କୁ ଖାଇଦେଲା। ଯେତେବେଳେ ମା ପକ୍ଷୀ ଫେରିଲା, ସେ ତା ଖାଲି ବସାକୁ ଦେଖି କାନ୍ଦି ଉଠିଲା। ବାପା ପକ୍ଷୀ ମଧ୍ୟ ଫେରିଲା ଓ ସେହି ଦୃଶ୍ୟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଲା। ସେମାନେ ସ୍ଥିର କଲେ ଏହି ସାପକୁ ଶିକ୍ଷା ଦେବା ଦରକାର। 2ଟି ପକ୍ଷୀ ଗୋଟିଏ ଉପାୟ କଲେ। ଗୋଟିଏ ଦିନ ସେମାନେ ନଦୀ ଆର ପାଖରେ ଥିବା ରାଜମହଲ ନିକଟକୁ ଗଲେ। ସେଠାରେ ରାଜକନ୍ୟା ସ୍ନାନ କରୁଥିଲେ। ତାଙ୍କ ସୁନା ହାରଟି ଘାସ ଉପରେ ରଖିଥିଲେ। ପକ୍ଷୀ ଦମ୍ପତି ଏହି ହାରଟି ଉଠାଇ ନେଲେ। ଗଛ ମୂଳରେ ବସା କରି ରହୁଥିବା ସାପ ଗାତରେ ପକାଇଦେଲେ। କିଛି ସମୟ ଗଲା ପରେ ରାଜଦାସୀମାନେ ହାର ଖୋଜି ଖୋଜି ଆସିଲେ। ଦେଖିଲେ ଗୋଟିଏ ସାପ ବେକରେ ହାରଟି ରହିଛି। ସେମାନେ ଭାବିଲେ ଯେ ସାପ ହାରଟି ଚୋରି କରିଛି। ରାଜସେନା ଆସି ସେ ସାପକୁ ମାରିଦେଲେ। ସାପ ମରିଯିବା ପରେ ପକ୍ଷୀ ଦମ୍ପତି ଖୁସି ହେଲେ। ତା ପର ବର୍ଷ ପୁଣି ସେ ପକ୍ଷୀ ଅଣ୍ଡା ଦେଲା ଓ ନୂଆ ଛୁଆ ଜନ୍ମ ନେଲେ। ଏବେ ସେମାନେ ନିରାପଦରେ ସେଠାରେ ଜୀବନଯାପନ କଲେ।